ଆପଣମାନଙ୍କ ପାଇଁ ତିନୋଟି ବଡ଼ ଖବର ରହିଛି। ସବୁଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ରହିଛି। ପ୍ରଥମ ରହିଛି ପୁଣି ମିଳିବ ରାସନ କାର୍ଡରେ 1000 ଟଙ୍କା। ତା ସହିତ ଅଟଳ ପେନ୍ସନ୍ ଯୋଜନାକୁ ନେଇ ମଧ୍ୟ ବହୁତ ବଡ଼ ଗୋଟେ ଅପଡେଟ୍ ରହିଛି, ଯାହାକି ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ ଗୋଟିଏ ପରେ ଗୋଟିଏ ସମସ୍ତ ଖବର ଜାଣିପାରିବେ। ସେଥିପାଇଁ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ ଏବଂ ଯେଉଁମାନେ ଚ୍ୟାନେଲକୁ ନୂଆ ଆସିଥିବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଖବର ନମ୍ବର 1, ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ଆସିଲା ଖୁସି ଖବର। ସରକାରଙ୍କର ବଡ଼ ନିଷ୍ପତ୍ତି। ସ୍କୁଲ ଛାତ୍ରଛାତ୍ରୀମାନେ ଏଥର ପାଇପାରିବେ ମଧ୍ୟାହ୍ନ ଭୋଜନର ଖର୍ଚ୍ଚ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଆଗୁଆ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଏହି ସମୟରେ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ସହ ଚାଉଳ ସ୍କୁଲ ପିଲାମାନେ ପାଇପାରିବେ, ଯାହାକି ମୋଟ 12 ଦିନର ମଧ୍ୟାହ୍ନ ଖର୍ଚ୍ଚ ପିଲାମାନଙ୍କୁ ଦିଆଯିବ। ଏନେଇ ପିଏମ୍ ପୋଷଣ ରାଜ୍ୟର ନୋଡାଲ ଅଫିସର ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ଖବର ନମ୍ବର 2, ପୁଣି ମିଳିବ ରାସନ କାର୍ଡରେ 1000 ଟଙ୍କା। ଦେଖନ୍ତୁ, ଯେଉଁମାନଙ୍କ ପାଖରେ ରାସନ କାର୍ଡ ରହିଛି ଏବଂ ସେମାନେ ଯଦି ରାସନ ସାମଗ୍ରୀ ପାଉଛନ୍ତି ସେମାନେ 1000 ଟଙ୍କା ପାଇପାରିବେ, ଯାହାକି ରାଜ୍ୟ ବିଜେପି ତରଫରୁ ଏ ନେଇ ଘୋଷଣା କରାଯାଇଛି। ଯଦି ରାଜ୍ୟରେ ବିଜେପି ସରକାର ହୋଇତେବେ ସମସ୍ତ ମହିଳାମାନଙ୍କୁ, ଯାହାକି ଯେଉଁମାନଙ୍କର ନାଁରେ ରାସନ କାର୍ଡ ରହିଛି ସେମାନଙ୍କୁ ପ୍ରତି ମାସରେ 1000 ଟଙ୍କା ଦେବା ପାଇଁ ବିଜେପି ତରଫରୁ ଘୋଷଣା କରାଯାଇଛି। ଖବର ନମ୍ବର 3, ଅଟଳ ପେନ୍ସନ୍ ଯୋଜନାକୁ ନେଇ ବହୁତ ବଡ଼ ଗୋଟେ ଅପଡେଟ୍ ଆସିଯାଇଛି। ଯଦି ଆପଣଙ୍କ ବୟସ 18ରୁ 40 ବର୍ଷ ଭିତରେ ରହିଛି ତାହେଲେ ଆପଣମାନେ ପ୍ରତି ମାସରେ 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ଡିପୋଜିଟ୍ କରିକି 60 ବର୍ଷ ପରେ ଆପଣମାନଙ୍କୁ 1000 ଟଙ୍କାରୁ 5000 ଟଙ୍କା ମିଳିବ। ସେଥିପାଇଁ ଆପଣମାନେ ଆପଣଙ୍କ ପାଖରେ ଯେଉଁ ପୋଷ୍ଟ ଅଫିସ୍ ରହିଛି କିମ୍ବା ଆପଣଙ୍କର ଯେଉଁ ବ୍ୟାଙ୍କ ରହିଛି ସେହି ବ୍ୟାଙ୍କକୁ ଯାଇକି ଖାତା ଖୋଲିବାକୁ ପଡ଼ିବ ଏବଂ ପ୍ରତି ମାସରେ 55 ଟଙ୍କାରୁ 200 ଟଙ୍କା ଡିପୋଜିଟ୍ କରିବାକୁ ପଡ଼ିବ, ଯାହାଦ୍ୱାରା ଆପଣମାନେ ଅଟଳ ପେନ୍ସନ୍ ଯୋଜନା ମାଧ୍ୟମରେ ପ୍ରତି ମାସରେ 60 ବର୍ଷ ପରେ 1000 ଟଙ୍କାରୁ 5000 ଟଙ୍କା ପାଇପାରିବେ। ଠିକ୍ ଅଛି, ଏଥିଲା ଆପଣଙ୍କ ପାଇଁ ଆଜି ଦିନର 3ଟି ବଡ଼ ଅପଡେଟ୍। ଆପଣମାନଙ୍କ ଭିଡ଼ିଓ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଗୋଟେ କମେଣ୍ଟ କରନ୍ତୁ ଏବଂ ଯେଉଁମାନେ ପ୍ରତିଦିନ ଏମିତି ଅପଡେଟ୍ ପାଇବାକୁ ଚାହୁଁଛନ୍ତି ତାହେଲେ ଆପଣମାନେ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ରେଗୁଲାର ଦେଖୁଥାନ୍ତୁ।